कहीं मो प्रिय मते नहीं जीवे तांका घर को मो प्रिय को पाई मु आज बहुत खुशी अनुभव करुअछि। हाँ केते बेले आसबे से बोली प्रेम दीप जाली चातकिनी चाहि रहिला परी मु तांका बाट को चाहि रही अछि। हाँ मु चाहि रही अछि। प्रेम दीप जाली बसी अछि गो धन नीति पथ चाहि रहे ममता मन। प्रेम दीप जाली बसी अछि गो धन नीति पथ चाहि रहे ममता मन। मन जाऊनी गलानी केबे हवा पुजारिणी मन जाऊनी गलानी केबे हवा पुजारिणी बुझे ना मन बुझे ना मन बुझे ना मन। प्रेम दीप जाली बसी अछि गो धन नीति पथ चाहि रहे ममता मन। प्रेम दीप जाली चाहि रही अछि धन बर बेसे आसी नहीं जीवे मते आसीबे मो प्राण धन। प्रेम दीप जाली चाहि रही अछि आसीबे मो प्राण धन बर बेसे आसी नहीं जीवे मते आसीबे मो प्राण धन। मन जाऊनी गलानी केबे हवा पुजारिणी मन जाऊनी गलानी केबे हवा पुजारिणी बुझे ना मन बुझे ना मन बुझे ना मन। प्रेम दीप जाली बसी अछि गो धन नीति पथ चाहि रहे ममता मन। केबे मो प्रिय आसीबे आ मो हाथ रे हाथ दे तांका घर को बधु सजे नहीं जीवे से बाट को मो अनै चाहि रे अछि। हाँ अनै चाहि रे अछि। रहबे से क्या कह दउछि हइले एटाणी ममता हइले ए तोते लाज लागिबा कथा लाजलु तू एठी जो प्रेम नदीरे भासी जाई जो प्रेम गीत गाई मजा मारुछु ना छी माँ हाँ प्रेम करबा परा सारा दुनिया लोक कहती हाँ प्रेम हेउछि पवित्र बंधन। ई माँ मु कौन पाप करिछि प्रेम ही तो करिछि ना। चुप कर लक्षणे चुप कर कहली परा हइले एटाणी ममता हइले ए तोर तो कम सास न देखे तू पुणी पद्मावती मुह पर जवाब दउछु जवाब। अरे ए दुनियार समस्ते ठीक कहते प्रेम एक पवित्र बंधन बोली किंतु किंतु तू ए मंदिर बेड़ा आसिकी प्रेम करुनु लो प्रेम प्रेम तू ए मंदिर बेड़ा आसिकी पर पुरुष मानक सहित
তো যৌবনটা বিক্রি করেছে। ଆଉ କହିଲା କ'ଣ ନା ମୁଁ କୁଆଡ଼େ ପ୍ରେମ କରୁଛି ପ୍ରେମ ପ୍ରେମ ଲୋ ମା ହଇଲେ ଏ ଜାଣି ମମତା ହଇଲେ ଏ ତୋ ପ୍ରେମ ନିଶାଟା ଆଜି ମୁଁ ଯଦି ଛଡ଼େଇ ନ ଦେଇଛି ନା ତାହେଲେ ତୁ ମୋତେ ଚିହ୍ନିବୁ। ଆରେ ରହବେ ତୋ ପ୍ରେମ ନିଶାଟା ମୁଁ ଛଡ଼େଇ ଦଉଛେ। କ'ଣ କହିଲୁ ତୁ ପୁଣି ଏ ପଦ୍ମାବତୀକୁ ନ ଡରି ଏ ପଦ୍ମାବତୀ ଆଗରେ ପ୍ରେମ ଲୀଳା ଚଲେଇବୁ ପ୍ରେମ ଲୀଳା। ଆରେ ଏଇ ନେବେ ତୋର ସେ ପ୍ରେମର ପାଉଣା। ପଦ୍ମାବତୀ ହଁ ଆରେ ମମତାକୁ ଏମିତି କାହିଁ କରୁଛ? ଇ ମା ମୁଁ ମରି ଯାଉଥାଏ ଲୋ ମା। ଆରେ ଏ ଡାହାଣୀ ମମତାକୁ ଏମିତି କରିବିନି ଯଦି କେମିତି କରିବି କହିଲ? ଏ ନାଇଁ 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 ପଦ୍ମାବତୀ ଏ ମମତାକୁ ଏମିତି କରିବା କଥା ଜମାରୁ ନୁହଁ। ତାହେଲେ ଆରେ ତାକୁ କେମିତି କରିବା କଥା ମୋଠୁ ଭଲ ଭାବରେ ଶିଖି ନିଅ। ଆରେ ଶୀଘ୍ର କୁହ ଏ ପିତାଶୁଣି ମମତାର କ'ଣ କରିବା ଦରକାର? ଓ ନିଶ୍ଚୟ କହିବି। କହିଲ ନା ଡାହାଣୀ କୁଆଡ଼େ ମନ୍ଦିର ବେଡ଼ାରେ ଆସିକି ପର ପୁରୁଷ ମାନଙ୍କ ସହିତ କୁଆଡ଼େ ପ୍ରେମ କରୁଛି ପ୍ରେମ ପ୍ରେମ ଲୋ ମା। ପଦ୍ମାବତୀ ତେଣୁ କରି ଏ ମମତାକୁ ନା ଏ ମମତାକୁ ଆହୁରି କେମିତି କରିବା କଥା? ଆରେ ତମେ ତ ସେ ଝାଡୁରେ ପିଟି ସାରିଛ ଆଉ ମୁଁ ଦେଖ ଏ ମମତାକୁ କେମିତି କରୁଛି। ଆରେ ଶୀଘ୍ର କୁହ ଏ ଡାହାଣୀ ମମତାକୁ କ'ଣ କରିବା ଦରକାର? କହିଲ କ'ଣ ଡାହାଣୀ କୁଆଡ଼େ ମନ୍ଦିର ବେଡ଼ାରେ ଆସିକି ପର ପୁରୁଷ ମାନଙ୍କ ସହିତ କୁଆଡ଼େ ପ୍ରେମ କରିବୁ ପ୍ରେମ ପ୍ରେମ ଲୋ। ରହଲୁ ଡାହାଣୀ ମମତା ତୋ ପ୍ରେମ ନିଶାଟା ଆଜି ଯଦି ଛଡ଼େଇ ନ ଦେଇଛି ନା ତାହେଲେ ତୁ ମୋତେ ଚିହ୍ନିବୁ। ଡାହାଣୀ ଆସିକି କୁଆଡ଼େ ପ୍ରେମ କରୁଛି ପ୍ରେମ ପ୍ରେମ ଲୋ ମା। ତାହେଲେ ଦେଖ ପଦ୍ମାବତୀ ଏ ମମତାକୁ ମୁଁ କ'ଣ କରୁଛି। ଆରେ ଶୀଘ୍ର କୁହ ଏ ଡାହାଣୀକୁ କ'ଣ କରିବା ଦରକାର? এই মমতাକୁ না এই মমতাକୁ
ପଦ୍ମାବତୀ ହଁ ଏଇ ମମତାକୁ ଏମିତି କରିବା କଥା। ତମେ ଠିକ କହିଛ ସେନାପତି ମହାଶୟ। ଏ ଡାହାଣୀ ମମତାକୁ ଏମିତି ହିଁ କରିବା ଦରକାର। କହିଲ ନା ଡାହାଣୀ କୁଆଡ଼େ ମନ୍ଦିର ବେଢ଼ାରେ ଆସିକି ପର ପୁରୁଷମାନଙ୍କ ସହିତ କୁଆଡ଼େ ପ୍ରେମ କରୁଛି। ପ୍ରେମ ପ୍ରେମ ଲୋ ମା। ହେ ମା ତମେ କୋଉଠି ଅଛ ମା? এইটি আছিল এইটে। হইলে এইটা হানি মমতা তো মা যোଉଠି ଥିଲେ ମଧ୍ୟ তোতে ଆସିକି ବଞ୍ଚେଇବନି ଲୋ। ହେ ମା ତୁମ ପାଖକୁ ମତେ ନେଇକି ଗଲନି କାହିଁକି ମା? ମାରିଦିଅ ମତେ, ମାରିଦିଅ, ମତେ ଜୀବନରୁ ମାରିଦିଅ। আরে চুপ করবে, চুপ চুপ কর कहली পরা ডাহানি। হইলে এই ডাহানি মমতা হইলে ମୁଁ ତୋତେ ଏତେ ସହଜରେ ମରିବାକୁ ଦେବିନି ଲୋ। ମୁଁ ତୋତେ କନ୍ଦେଇ କନ୍ଦେଇ ମାରିବି। ସେନାପତି ମହାଶୟ ପଦ୍ମାବତୀ ଏ ଡାହାଣୀ ମମତାକୁ ଆହୁରି ମାଡ଼ ଦରକାର। ହଁ ନିଶ୍ଚୟ। ଆରେ ତାକୁ ମାରି ମାରି ଏ ମନ୍ଦିର ବେଳାରୁ ପୁରା ବାହାର କରିଦିଅ। ତାହେଲେ ମାର ପଦ୍ମାବତୀ। ଆରେ ମାର ତାକୁ। दोसन थाई भी एठी किए हुए दोषी समय सफल करे लुटिनी खुशी। दोसन थाई भी एठी किए हुए दोषी समय सफल करे लुटिनी खुशी। एतिकी कहानी सती के जीवनर दुई दिन चांदीनी बाकी अंधकार। आखि नई पालटिला आखि नई पालटिला देय विशाप। खराब झियार ई तो गप 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 खराब झियार ई तो गप। ପଦ୍ମାବତୀ ଏଠାରେ କ'ଣ ଚାଲିଛି ପଦ୍ମାବତୀ? ଭଗବାନ ମୁଁ କ'ଣ କରିବି? ନା 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 ନିହାତି ମୋତେ କିଛି ଗୋଟେ ଉପାୟ କରିବାକୁ ପଡ଼ିବ। ନହେଲେ ନା ନହେଲେ ସତରେ ମୁଁ ଧରା ପଡ଼ିଯିବି। ମୁଁ ଯଦି ଧରା ପଡ଼ିଯାଏ ନା ତାହେଲେ ବହୁତ ବଡ଼ ଅସୁବିଧା ହେଇଯାଇପାରେ। କ'ଣ କରିବି କ'ଣ କରିବି କ'ଣ କରିବି? ହଁ ପଦ୍ମାବତୀ କ'ଣ ହବ କଥା ତୁମକୁ ଜମାର ଶୁଭାଗଲାନି କି? ସ୍ୱାମୀ सब କିଛି ସର୍ବନାଶ ହେଇଯାଇଛି ସ୍ୱାମୀ। ସବୁ କିଛି ସର୍ବନାଶ ହେଇଯାଇଛି। କ'ଣ ସବୁ ସର୍ବନାଶ ହେଇଗଲା ପଦ୍ମାବତୀ? ତମ ଝିଅ ମମତା ତମ ଝିଅ ମମତା ପରା ପୁରୁଷମାନଙ୍କ ସହିତ ତା ଯୌବନଟା ବିକ୍ରି କରେছে। କ'ଣ କହୁଛ ପଦ୍ମାବତୀ? ମୋ ଝିଅ ମମତା ଜମାରେ ବି ଏମିତି ଭୁଲ କାମ କରିପାରିବ ନାହିଁ। ସ୍ୱାମୀ ମୁଁ ତମର ଅର୍ଥାଙ୍ଗିନୀ ସ୍ୱାମୀ। ମୁଁ କ'ଣ କେବେ ମିଛ କହିପାରେ?
ନା ସ୍ୱାମୀ ନା ମିଛ କହୁଛି ସ୍ୱାମୀ ମୁଁ ଯାହା କହୁଛି ସତ କହୁଛି ସ୍ୱାମୀ ମୁଁ ଯାହା କହୁଛି ସତ କହୁଛି ମୋ ଯଦି ଆପଣଙ୍କୁ ବିଶ୍ୱାସ ଲାଗୁନି ତାହେଲେ ଏଇଠି ସେନାପତି ମହାଶୟ ଅଛନ୍ତି ତାଙ୍କୁ ପଚାରିକି ଦେଖ ମୁଁ ସତ କହୁଛି ନା ମିଛ କଣ ସେନାପତି ମହାଶୟ ମନ୍ତ୍ରୀ ମହାଶୟ ପଦ୍ମାବତୀ ଯାହା କହୁଛନ୍ତି ତାହା କଣ ସମ୍ପୂର୍ଣ୍ଣ ଭାବରେ ସତ ମନ୍ତ୍ରୀ ମହାଶୟ ହେ ପଦ୍ମାବତୀ ହେଉଛନ୍ତି ଆପଣଙ୍କ ନିଜ ସ୍ତ୍ରୀ ଆଉ ହେ ମମତା ହେଉଛି ଆପଣଙ୍କ ନିଜ ଝିଅ ଏମିତିରେ ମମତାର ମା ହେଉଛନ୍ତି ପଦ୍ମାବତୀ ହେଲେ ମନ୍ତ୍ରୀ ମହାଶୟ କୋଉ ମା କଣ କୋଉ ଝିଅ ପ୍ରତି ମିଛ କଥା କହିପାରେ ଆପଣଙ୍କ ଅର୍ଦ୍ଧାଙ୍ଗିନୀ ପଦ୍ମାବତୀ ଯାହା କହୁଛନ୍ତି ସେଇ କଥାଟା ସମ୍ପୂର୍ଣ୍ଣ ଭାବରେ ସତ କଥା ମନ୍ତ୍ରୀ ମହାଶୟ ଆରେ ମମତା ମୁଁ ସବୁ କଣ ଶୁଣୁଛି ରେ ମା তোতে এড়ে এড়ে রোড়েটে কলি কড় এই কথা শুনিবা পাই কি রে মা আরে মা মু তোতে কেবে কোথির উনা করথিলি কি রে মা শিশরে তোর এ মুখ দেখেই দেলু না পিতা আরে বা মতে কহিতা তু বাপা মতে বরপাত্র আবশ্যক ଅଛି ମୁଁ ତୋତେ ନିଶ୍ଚୟ ଆଣିକି ଦେଇଥାନ୍ତି ରେ ମା ମୁଁ ତୋତେ ନିଶ୍ଚୟ ଆଣିକି ଦେଇଥାନ୍ତି ବାପା ସେମାନେ ସବୁ ମିଛ କହୁଛନ୍ତି ବାପା ନା ସ୍ୱାମୀ ନା ନା ମନ୍ତ୍ରୀ ମହାଶୟ ନା ମିଛ କହୁନି ସ୍ୱାମୀ ମୁଁ ଯାହା କହୁଛି ସତ କହୁଛି ସ୍ୱାମୀ ମୁଁ ଯାହା କହୁଛି ସତ କହୁଛି ମନ୍ତ୍ରୀ ମହାଶୟ ବାସି ସ୍ୱାମୀ ଏଇ ମମତାକୁ ଏଇ ଘଣ୍ଟ ଦିଅନ୍ତୁ ନା ସ୍ୱାମୀ ନା ମନ୍ତ୍ରୀ ମହାଶୟ ଏମିତି ଭୁଲ କାମ କରନ୍ତୁନି ମନ୍ତ୍ରୀ ମହାଶୟ ଏ ମମତା ଯାହା ହେଲେ ବି ସେ ଆପଣଙ୍କ ନିଜ ଝିଅ ଆଉ କୋଉ ପିତା କଣ କୋଉ ଝିଅକୁ ବାହା ନ ଦେଲା ପର୍ଯ୍ୟନ୍ତ ତାକୁ ଘରୁ ବାହାର କରିପାରେ ନା ସ୍ୱାମୀ ନା ତାପରେ ଏତେ ବଡ଼ ବଢିଲା ଝିଅଟା ତାକୁ ଯଦି ଆପଣ ଘରୁ ବାହାର କରିଦେବେ ସେ କୁଆଡ଼େ ଯିବ କଣ କରିବ ମନ୍ତ୍ରୀ ମହାଶୟ ନା ସେନାପତି ମହାଶୟ ମୁଁ ଉଚିତ ବିଚାର ହେଣି ସାରିଛି ଏମିତି କୁଳ କଳଙ୍କିନି କୁଳ ହେଲେ ମୋ ମା ସମ୍ମାନ ଉପରେ ଆଞ୍ଚ ଆସିବ ସେନାପତି ମନ୍ତ୍ରୀ ମହାଶୟ ଆପଣ ଏ କଣ କହୁଛନ୍ତି ମନ୍ତ୍ରୀ ମହାଶୟ ଆପଣ ଭାବୁଛନ୍ତି ହେ ମମତା କଣ ଭୁଲ କରିଛି ବୋଲି ଏଇ ମଣିପୁର ପ୍ରଜାବାସୀ ଆପଣଙ୍କୁ ସମସ୍ତେ କହିବେ ହେ ମହାମନ୍ତ୍ରୀ ସୁମନ୍ତ ହେଉଛି ସେ ଚୁଚାରୁଣୀ ମମତାର ବାପା ବୋଲି ସେ କଥାକୁ ଆପଣ ଭୟ କରୁଛନ୍ତି ମନ୍ତ୍ରୀ ମହାଶୟ ହେଲେ
ମନ୍ତ୍ରୀ ଭାଷା ମୁଁ ସମସ୍ତ ପ୍ରଜାବାସୀଙ୍କୁ ବୁଝେଇ ଦେବି ହେଲେ ମମତାକୁ ଘରୁ ବାହାର କରନ୍ତୁ ସିଏ ଆପଣଙ୍କ ପାଖରେ ଥାଉ ମନ୍ତ୍ରୀ ମହାଶୟ ना सेनापति महाशय ମୁଁ ଉଚିତ ବିଚାରିଣୀ ସରିଛି ସ୍ୱାମୀ ମାତି ନା ସ୍ୱାମୀ ନା ସେ ମାନେ ଯାଉଛି କଣ ମୋ କଥା ତୁମକୁ ଜମାରେ ଶୁଭାଗଲାଣି କି ଏଇ ମମତାକୁ ଛିଡ଼ୁତ ଦିଅନ୍ତୁ ଥିଲେ ଥାଉ ପଛେ ଗୁଣ ହଜାର ଚରିତ୍ରର ଥିଲେ ସବୁ ଅସାର এই মমতা চরিত্রহীন ঝিও না স্বামী না এই মমতা হচ্ছে ধুত দন্ত না স্বামী না এই মমতা হচ্ছে ছড়িয়া ছোট গোটিয়ে খরাপ ঝিও স্বামী সম্পর্ক মজিলি উঠিছি বাজিরি রক্ত মজিরি লক্ষ্মণ কারণ নিজর মাঝে নিজ শান্ত পর নিজ চাইটি দিয়টু দূর ভাগ্যর কাশি অতিথিয়া ঝড় ভাঙ্গি তো দিয়েছি ভরসার নীড় এই নাটক দেখি তোমারি ওটারি এই নাটক দেখি তোমারি ওটারি লিভি যায় সবু আশা ঈশ্বর দেখিবা 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 আশা হে ঈশ্বরা হইলো এই ডাহানি মমতা তো প্রেম নিশাটা কোন গলা না এইটি অছিল যাইনি লো জমাରୁ ପ୍ରେମ ନିଶାଟା ତା ପ୍ରେମ ନିଶାକୁ ସବୁଦିନ ପାଇଁ ଛଡ଼େଇ ଦେବାକୁ ପଡ଼ିବ ଆଉ ତା ନହେଲେ ବାହାର କୂଅକୁ ଯାଇ ପୁଣି ସେ ପ୍ରେମ ଲୀଳାଟା ଆରମ୍ଭ କରିଦେବ ଏ ନାଇଁ କିଲୋ ଏ ମମତା ଆରେ ତୁ ଭାବୁଛୁ ତୋ ପିତା କ'ଣ କହିଗଲେ ତୁ କ'ଣ ବୁଝେଇ ପାରେ ଆରେ ତୋ ପିତା ପରା ଏଇନେ କହିକି ଯାଇଛନ୍ତି ତୋତେ ଏ ଘରୁ ଏଇ ମଣିପୁର ସାମ୍ରାଜ୍ୟରୁ ପହର ହେବାକୁ ପଡ଼ିବ হইলো এই ডাহানি মমতা না মা সেইনে ভাবুছি না মতে বাহার করিবেনি বলে তুই যদি চেষ্টা কলে মাত্র এ ঘরে রহিপারিবুনি লো সেমিতি হেলে বি এ মণিপুর রাজ্যରୁ তোতে বাহারিବାକୁ ପଡ଼ିବା ଯାଇପାରିବିନି ମା ଏ ମମତା ଆରେ କାହିଁକି ତୁ ଘର ଛାଡ଼ି ଯାଇପାରିବୁ ଆରେ ତୁ କ'ଣ ଭାବୁଛୁ ମୁଁ ହେଉଛି ସେ ମହାସତୀ ସାବିତ୍ରୀ ତୁ କ'ଣ ଭାବୁଛୁ ମୁଁ ହେଉଛି ସେ ମହାସତୀ ଅନୁସୟା
ମୋ ସତୀ ଝିଅ আরে দেখা হো ত্রেতয়া যুগর সীতা ঠাকুরাণী ଏ ହଲ ଏ ମମତା ଭାବୁଛି ମୁଁ ହେଉଛି ସେ ମହାସତୀ ସାବିତ୍ରୀ সাবিত্রী ଆରେ ଯିଏ କି ଯମରାଜାଙ୍କ ହାତରୁ ତା ସ୍ୱାମୀ ସତ୍ୟବାନଙ୍କୁ ସେ ଛଡ଼ାଇ ছড়াই আনিথিলা ଆଉ ସେ ମହାସତୀ ସାବିତ୍ରୀଟା ଆମ ଏ ମଣିପୁର ସାମ୍ରାଜ୍ୟରେ ଆଜି ଜନ୍ମ ଲାଭ କରିଛି ଏ ନାଇଁ କିଲୋ ଏ ମମତା ଆରେ ତୁ ହଉଛେ ଭଲ ଝିଅ କି ସତୀ ଝିଅ ହେଇକି ରହିବୁ ତୁ ଯୋଉ ଏ ମନ୍ଦିର ବେଳାରେ ବୁଲି ବୁଲି ବଡ଼ ପୁରୁଷ ମାନଙ୍କ ସହିତ তোর যৌবনটা বিক্রি করে দিয়েছি সেই সময় তু ভাল ঝিও হয়ে রহিলি জমারু নহ তো হয়ে যাইছ গোটাଏ খরাপ ঝিও ମୁଁ ଭଲ ଝିଅ ମୁଁ ଭଲ ଝିଅ আরে চুপ করবে চুপ কর কহিলি পরা ডাহানি হইল এ ডাহানি মমতা তুই তোমার ভাল ঝিଅ কি না হো কিছু সতী ঝিଅ কি না হলো তু সতরে হয়ে যাইছু গোটাଏ চরিত্র হেনা ঝিଅ আরে ধন্য কহিবা মতে আলো আলো এ মমতা তু জমারু ভাল ঝিও নুহ কি সতী ঝিও নুহ তু হয়ে যাইছু গোটাଏ বেশ্যা ঝিও ମୁଁ ଭଲ ଝିଅ তো গোটাଏ খরাপ ঝিও তো গোটাଏ খরাপ ঝিও তো গোটাଏ খরাপ ঝিও রহিজা ভণজা আরে যা সিধে সতের মরিযিবা না তাহলে বহুত বড় অসুবিধা হয়ে যাই পারে মরে যাও আরে রহিজা রে ভণজা
আরে মারু মারু মারি দেবু না কোন আরে হামা আরে ইয়ে যদি মরি যাব না আমাকে জয়পাটনা পুলিশ বাঁধিকি নেই যাব হ্যাঁ ইমা আরে ভণজা ইয়া অবস্থা সাংঘাতিক হয়ে যাইছি মরিব না বঞ্চিব ঠিক ঠিকানা নাহি আরে কোন কহুছি কি ভণজা কোন কোন কহুছি আরে পানি পানি হଉଛି ভণজা আরে হসে পানি কହୁଛି আরে সে মরিগলে অসুবিধা হচ্ছে আরে পানি দেই দবা তাকে শীঘ্র পানি দিয়ে দিও দবা দবা আরে শীঘ্র পানি দিও মামা আরে হ্যাঁ সତରେ ତାକୁ ପାଣି ଦରକାର ପାଣି ଆରେ ଉଠବେ ହଇଲ ଏଠାଣି ମମତା ସତରେ ତତେ ପାଣି ଦରକାର ନା ମୁଁ ତତେ ପାଣି ଦେବି ପାଣି ଲୋକ ଆରେ ଦେଖିଲୋ ପାଣି ଆରେ ଏଇ ନେ ଲୋ ପାଣି ଏଇ ନେ ରହିଯାଅ ସେ ସତରେ ମରିଯିବନି ତ ସେ ଯଦି ସତରେ ମରିଯାଏ ନା ତାହେଲେ ବହୁତ ବଡ଼ ଅସୁବିଧା ହେଇଯାଇପାରେ ମା ଆଉ ଦେଖ ମ ସେ ସତରେ ମରିଯାଏନି ତ ସେ ଯଦି ସତରେ ମରିଯାଏ ନା ତାହେଲେ ବହୁତ ବଡ଼ ଅସୁବିଧା ହେଇଯାଇପାରେ ହେ ଭଗବାନ ସେ କେମିତି ଚୁପ୍ ହେଇଗଲା ମୁଁ କ'ଣ କରିବି ଆଉ ଦେଖ କିଏ କୋଉଠି ଅଛ আর শীঘ্র দেখো সে সତରେ মরিযায় না তাহলে ବହୁତ বড় অসুবিধা ହେଇପାরে না অসম্ভব অসম্ভব ଏହା କେବେ ହେଲେ ସମ୍ଭବ ହେଇପାରିବନି ହେ ଭଗବାନ ଇଏ ଯଦି ମରିଯାଏ ନା ତାହେଲେ ବହୁତ ବଡ଼ ଅସୁବିଧା ହେଇଯାଇପାରେ ମୁଁ କ'ଣ କହିବି ହେ ଭଗବାନ ଆରେ କିଏ କୋଉଠି ଅଛି ଆଉ ଥରେ ଦେଖ ସେ କେବେ ହେଲେ ମରିପାରିବନି ସେ ଯଦି ମରିଯାଏ ନା ତାହେଲେ ବହୁତ ବଡ଼ ଅସୁବିଧା ହେଇଯାଇପାରେ ଆଉ ଦେଖ ମ ଆଉ ଥରେ ଦେଖ ଆରେ ଶୀଘ୍ର ଦେଖ ସେ ବଞ୍ଚିଛି ଆରେ ମା ମମତା ଖାଇଲେ ଆରେ ଉଠିଲ ସତରେ ତତେ ପାଣି ଦରକାର ନା ମୁଁ ତତେ ପାଣି ଦେବି ପାଣି ଖାଇଲେ ଜାଣି ମମତା ଖାଇଲେ ତୋ ନିଜ ମୁହଁକୁ ଆଇନାରେ ଦେ ତୁ କେମିତି ସୁନ୍ଦରୀ ଦେଖା ଯାଉଛୁ ইমা মু মরি যাউথাইলো মা আইলো এটা হানি মমতা আরে ভাসি যাউথিলু নাই রে ভাসি যাউথিলু নাই রে গোটাই আনিলি ততে টাকুয়া গালরে মাউছ নাই অলক্ষণে জবাব দউছু মতে হ্যালো হেইলে হেই ইমা দেহরে পুনি পাট লুকা আরে সতে তো হ্যালো এই পদ বাবু হ্যাঁ আরে মমতাକୁ ପୁରା এই ଛড়ে এই ঘরু এই মণিপুর সাম্রাজ্যରୁ বাহার ହେବାକୁ ପଡ଼ିବ ତମେ ଠିକ କହିଛ ଆଉ ତାକୁ ଅନ୍ୟ ରାଜ୍ୟ ଯାଇ ଭିକ ମାଗିବାକୁ ପଡ଼ିବ পড়িব ভিক ভিক ହେଲେ ପଦ୍ମାବତୀ ଏ ପାଠ ବସ୍ତ୍ର ପିନ୍ଧିଛନ୍ତି ଅନ୍ୟ ରାଜ୍ୟକୁ ଭିକ ମାଗିବାକୁ ଗଳି କେହି ତାକୁ ଭିକ ଦେବେନି ଜମାରୁ ହଁ ତେଣୁ କରି ଏ ପାଠ ବସ୍ତ୍ର ଖୋଲି ତାକୁ ଛିନ୍ନ ବସ୍ତ୍ର ପିନ୍ଧେଇ ଦିଆ ତମେ ଠିକ କହିଛ ସେନାପତି ମହାଶୟ ହଇଲେ ଏଇଟା ଆଣି ମମତା ହଇଲେ ସେ ପାଟ ଶାଢ଼ୀଟା ଖୋଲିକି ନା ସେ ଛିଣ୍ଡା ଶାଢ଼ୀଟା ପିନ୍ଧିକି ଏଠୁ ଚାଲି ଯା চালি যা আরে খুলবে আরে খোল আরে খুলবে
হইলে এটা হি মমতা হইলে তু এবে কଣ କରିବୁ କଣ କରିବା କୋଉ ପର ଘରେ ଯାଇ ଅଇଁଠା ବାସନ ମାଜିବ ମାଜିବ ଲୋ ମାଜିବ ନା ଗହମ କଳକୁ ଯାଇ ଅଟା ପେଶିବୁ ଅଟା ଲୋ ପେଶିବ ଲୋ ପେଶିବ ନା ସେ ମନ୍ଦିର ବେଳରେ ଯାଇକି ଭିକ ମାଗିବୁ ଭିକ ଭିକ ଏକଦମ ରାଇଟ ଆମ ଗାଁ ଶିବ ମନ୍ଦିରରେ ବସିକି ଭିକ ମାଗିବା ଦରକାର ତମେ ଠିକ କହିଛ ଆରେ ନେଇ ଆସ ତା ପଟୁଳିଟା ହଇଲେ ଏଇଟା ହିଁ ମମତା ଆରେ ଉଠବେ ଉଠ କହିଲି ପରା ହଇଲେ ଏଇଟା ହିଁ ମମତା ତୁ ସତରେ ମନ୍ଦିର ବେଳେ ଯାଇକି ଭିକ ମାଗିବା ଦରକାର ଭିକ ଭିକଲୁ ଆରେ ନେଲୁ ତ ପଟୁଳି ତୁ ଏବେ ସେ ମନ୍ଦିର ବେଳେ ଯାଇକି ଭିକ ମାଗିବା ଦରକାର ଭିକ ଭିକ ଆରେ ଯାବେ ଆରେ ବାହାରି ଯା